ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦରେ ଥିବା ଧବଳଗିରି ପାହାଡ଼ ସମ୍ପର୍କରେ ପୌରାଣିକ ଐତିହାସିକ ଅନେକ କିମ୍ବଦନ୍ତୀ ପୃଷ୍ଠା ଓଲଟାଇଲେ ବହୁ ମୂଲ୍ୟବାନ କଥାମାନ ପ୍ରମାଣ ମିଳିଥାଏ। ତ୍ରେତୟା ଯୁଗର ଦ୍ୱାପର ଯୁଗ କଥାମାନ ପାହାଡ଼ କହେ। ଏଥିପ୍ରତି ଜନପ୍ରତିନିଧି ରାଜ୍ୟ ସରକାରଙ୍କ ଦୃଷ୍ଟି ନ ଦେବା ବିଡ଼ମ୍ବନା ବିଷୟ ବୋଲି ଧବଳଗିରି ମନ୍ଦିର ପରିଚାଳକ ନଟବର ବାବା କ୍ଷୋଭ ପ୍ରକାଶ କରିଛନ୍ତି। ବ୍ୟାସନଗର ଅନ୍ତର୍ଗତ ବିରଜାନଗର ସ୍ଥିତ ବହୁ ପୁରାତନ ଲକ୍ଷ୍ମୀନାରାୟଣ ମନ୍ଦିରରେ ଶ୍ରୀମଦ ଭାଗବତ ଗୀତା ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ମହର୍ଷି ଆଶ୍ରମର ପଣ୍ଡିତ ରଘୁନାଥ ପଣ୍ଡାଙ୍କ ଦ୍ୱାରା ଏହି ଗୀତା ମହାଯଜ୍ଞ ଶ୍ଲୋକ ପାଠ ଦୀର୍ଘ 7 ଦିନ ଧରି ଜାରି ରହିବ। ଏହାପରେ ଏହାର ପ୍ରସାର ପ୍ରଚାର ନିମନ୍ତେ ଏକ ସହର ପରିକ୍ରମା ହେବ ବୋଲି କହନ୍ତି ପଣ୍ଡିତ ରଘୁନାଥ ପଣ୍ଡା। ସର୍ବପୁରାତନ ଆଧ୍ୟାତ୍ମିକ ପୀଠ କହିଲେ ବ୍ୟାସନଗର ସହରର ଲକ୍ଷ୍ମୀନାରାୟଣଙ୍କ ପୀଠକୁ ବୁଝାଏ। ଏହି ମନ୍ଦିରରେ ପୂଜାର୍ଚ୍ଚନା ସର୍ବଦା ଲାଗି ରହିଥିବା ବେଳେ ବର୍ଷକୁ ଏଠାରେ ମକର ମେଳା ଅନୁଷ୍ଠିତ ହୋଇଥାଏ। ଏହି ତୀର୍ଥ ସ୍ଥାନରେ ଆବାହନ କାଳରୁ ଚାଲି ଆସୁଥିବା ବେଳେ ଏହି ମେଳାରେ ଭଜନ କୀର୍ତ୍ତନ ପୂଜାର୍ଚ୍ଚନାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଅନ୍ୟପଟେ ତୀର୍ଥସ୍ଥାନ ଦୀର୍ଘ 55 ଫୁଟ ପାହାଡ଼ ଶିଖରରେ ହୋଇଥିବାରୁ ଭକ୍ତମାନେ ଅସୁରକ୍ଷିତ ମଣୁଛନ୍ତି। କେବଳ ଭକ୍ତମାନଙ୍କ ସୁବିଧା ପାଇଁ ସ୍ଥାନୀୟ ଲୋକଙ୍କ ଅବଦାନରେ ପାହାଚଟିଏ ହୋଇଛି, ନଚେତ ଏଯାବତ୍ ମନ୍ଦିରକୁ ଯିବାକୁ କୌଣସି ପ୍ରକାରର ସୁବିଧା ସୁଯୋଗ ହୋଇପାରି ନାହିଁ। ସ୍ଥାନୀୟ କାଉନ୍ସିଲର, ବିଧାୟକ, ପ୍ରଶାସନକୁ ବାରମ୍ବାର ଗୁହାରି କରାଯାଇଥିଲେ ମଧ୍ୟ ଏଯାଏ ପ୍ରତିଶ୍ରୁତି ଛଡ଼ା କିଛି ମିଳିନି ବୋଲି କହନ୍ତି ବାବା ନଟବର ମହାନ୍ତି। ତେବେ ଆଗକୁ ଆରମ୍ଭ ହେବ ମକର ମେଳା। ଏହି ମେଳା ପାଇଁ ବିଭିନ୍ନ ଆଡମ୍ବର ସାଜସଜ୍ଜା ହୋଇଥିବା ବେଳେ ବିଭିନ୍ନ ଆଶ୍ରମରୁ ଏକାଧିକ ପଣ୍ଡିତମାନେ ଯୋଗଦେବା ସହିତ ଏଠାରେ ବିଭିନ୍ନ ସ୍ଥାନରୁ ସ୍ଥାନୀୟ କାଉନ୍ସିଲର, ବିଧାୟକ, ପ୍ରଶାସନକୁ ବାରମ୍ବାର ଗୁହାରି କରାଯାଇଥିଲେ ମଧ୍ୟ ଏଯାଏ ପ୍ରତିଶ୍ରୁତି ଛଡ଼ା କିଛି ମିଳିନି ବୋଲି କହନ୍ତି ବାବା ନଟବର ମହାନ୍ତି। ତେବେ ଆଗକୁ ଆରମ୍ଭ ହେବ ମକର ମେଳା। ଏହି ମେଳା ପାଇଁ ବିଭିନ୍ନ ଆଡମ୍ବର ସାଜସଜ୍ଜା ଆରମ୍ଭ ହୋଇଯାଇଥିବା ବେଳେ ବିଭିନ୍ନ ଆଶ୍ରମରୁ ଏକାଧିକ ପଣ୍ଡିତମାନେ ଯୋଗଦେବା ସହିତ ଏଠାରେ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତମାନଙ୍କର ସମାଗମ ଲାଗି ରହିବ। ତେବେ ଧାର୍ମିକ ଐତିହାସିକ ପୀଠକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ସ୍ଥାନୀୟ ବିଧାୟକଙ୍କୁ ନିବେଦନ କରିଛନ୍ତି ସମସ୍ତ ପଣ୍ଡିତ ଅଞ୍ଚଳବାସୀମାନେ। मो ना पंडित रघुनाथ पंडा। मो प्रथम खरड़ी ग्राम मोर घर। मु पंडित रघुनाथ पंडा। मु दीर्घ दिन आश्रम रे महर्षि आश्रम रे वेद पाठ प्रारंभ करी एठारे आज मते श्री भागवत पुराण पाठर दायित्व मिली। ये भी मते बहुत आनंद आसुची जे कि ए समय रे भागवत तो दीर्घ दिन धरी चली किंतु आज ए विपत्ति समय रे आज जो हिंदू धर्म उपरे आज जो आसी विपत्ति ये धर्म रु रक्षा करने पाई ये भागवत बाणी समस्त कर्ण रे शुणिले समस्ते हुए तो किछि हिंदुत्व को आपणेबे आ निजा मन संतोष करिवे। आ ए जो हिंदू को ऊपर जो व्यभिचार अबिका आसुची बहुत प्रकार कष्ट आसुची से कष्ट रु मुक्त होबा पाई ए भागवत आमर गोटे पंथा जो पंथा नहीं कि आमे ए करचु। आ ये भागवत 7 दिन धरी चलिबो। आज 4 दिन रो आउ 3 दिन भागवत परे आमर गीता महायज्ञ अछि। आउ ए नगर भ्रमण भी अछि। समस्त को आकर्षित करी ये हिंदू धर्म ये भगवान को तत्व को जानिबा पाई आमे आह्वान करिबा को ए भागवतर कार्य करूछु। ना तो नटबर महांती आ मोर जन्मस्थान होची चोरदा व्यासनगर म्युनिसिपालिटी। बाबा एमती केते वर्ष धरि केती लक्ष्मण को पूजा चाली होची केमती कोन याको पालन करा जाउची? देखंतु ए तक ऐतिहासिक बा दैविक पीठ साधु संत मानकर स्थान याको सामान्य मनुष्य गोचर करि परिबो नाही। तथापि मध्य जो माने साधन रत ईश्वर को पाया पाई भगवत भिक्षु से यात्रा से महोत्सव से प्रकार कार्यक्रम लिया जाइछि। तबे ये आनुष्ठानिक भाव में बुझिले 43तम वार्षिक श्रीमद भागवत पारायण और श्रीमद भागवत गीता यज्ञ आहुति कार्यक्रम रखा जाइछि। एई जो कार्यक्रम को कोमान अनुष्ठित कर कथा आपन प्रश्न कले प्रथम तो मु कहिबी आपनकर सबुठारो वयोज्येष्ठ अंचलर जे कि 100 वर्ष अधिक जे श्रीजुक्त सीताराम दास महाराज जे कि रघुनाथ मठ चोरदार महंत अच्छा आम उद्घाटक भाव में बरणीय कर उद्घाटक भाव में कर्म आरंभ कर उद्यापन करने अंचल जो स्थानीय आम सांसद गढ़ी विधायक गढ़ी
ଏବଂ ଚେୟାରମ୍ୟାନ୍ ଗଢ଼ିଛନ୍ତି ଏମାନଙ୍କୁ ମଧ୍ୟ ଆମେ ନିମନ୍ତ୍ରଣ କରିଛୁ। ରବୀନ୍ଦ୍ର ବେହାର ନାରାୟଣ ବେହେରା ଆସି ସଂସଦ ଆସୁଛନ୍ତି ଏବଂ ଆକାଶ ଦାସ ନାୟକ ବିଧାୟକ ସେ ମଧ୍ୟ ଆସୁଛନ୍ତି ଏବଂ ସୁଭାଷ ଚନ୍ଦ୍ର ବଳ ଯିଏକି ଚେୟାରମ୍ୟାନ୍ ଅଛନ୍ତି ପୌରପାଳିକାର ସେ ମଧ୍ୟ ଆସୁଛନ୍ତି। ଆମେ ନିମନ୍ତ୍ରଣ କରିବାର ଉଦ୍ଦେଶ୍ୟ ହେଉଛି ଏଇ ଯେଉଁ ଅଞ୍ଚଳ ଏକ ସରକାରଙ୍କର ଅଞ୍ଚଳ, କୌଣସି ବ୍ୟକ୍ତିଗତ ଲୋକର ଅଞ୍ଚଳ ନୁହେଁ। ହେଲେ ବି ମଧ୍ୟ ଆମେ ନୈସର୍ଗିକ ଭାବରେ ଯଦି ଈଶ୍ୱରୀୟ ଉପାସନା ପାଇଁ କୌଣସି ସ୍ଥାନ ଖୋଜିବା, ଏ ହେଉଛି ଉପଯୁକ୍ତ ସ୍ଥାନ, ଏକ ଦିବ୍ୟ ପୀଠ। ଆମେ ନୁହେଁ, ଆମ ପରମ୍ପରାଗତ ଦେଖିଲେ ଦୀର୍ଘ 100 ବର୍ଷ ପୂର୍ବରୁ ମଧ୍ୟ ଧ୍ରୁବ ବଳ ନାମରେ ଆଜି ଏହାକୁ ଆମେ ଚେୟାରମ୍ୟାନ୍ ଦେଖୁଛୁ ସୁଭାଷ ଚନ୍ଦ୍ର ବଳ, ତାଙ୍କର ସେ ସାନ୍ତ ଅଟନ୍ତି। ସେ ତପସ୍ୟା କରିବା ପାଇଁ ଗାଁ ଛାଡ଼ିକି ଏଠି ଆସି ବସନ୍ତି। ସନ୍ଧ୍ୟାବେଳେ ସାଧୁ ସନ୍ଥମାନେ ଆସିକି ଭାଗବତ ପଢ଼ନ୍ତି, ଗୀତା ପଢ଼ନ୍ତି। ଏକଥା ମଧ୍ୟ ଜନସାଧାରଣ କିଛି କିଛି ଅନୁଭବ କରିଛନ୍ତି। ଆମର ସାନ୍ତ, ଆମର ଯେଉଁମାନେ ପଡ଼ିବେଶୀ ଅଛନ୍ତି ଚୋରଦାର, ରମ୍ପାସର ଏବଂ ତଥା ଲକ୍ଷ୍ମୀନଗର, ଏ ସମସ୍ତେ ମଧ୍ୟ କିଛି କିଛି ଜାଣୁଥିଲେ। ଏଠି ବର୍ତ୍ତମାନ ସମସ୍ୟା କ'ଣ ରହିଛି? ସମସ୍ୟା ରହିଛି, ପ୍ରଥମ ତାକେ ରାସ୍ତା ନଥିଲା, খুব কম পয়সার আমি রাস্তাটি তৈরি করছি লোক উঠিয়া পাই, তাহা মধ্যে সুরক্ষিত নুহ। তাপরে মধ্যে গোটে বিরাট যে ক্ষত করদিয়া হয়েছে, পোখরী করদিয়া হয়েছে, গহঙ্কি সরকার নেইগলে এবং এই যে সরকারଙ୍କର গড়া হলা টমকা ঠারু আরম্ভ করে পারাদীপ পর্যন্ত রাস্তা, ইয়ে পাহাড়র যে পথর ইয়ে হলা 1 নম্বর ব্ল্যাক গ্রানাইট, ইয়াকু সরকার 1 নম্বর করে নেইগলা। যে কোটি কোটি টঙ্কা সরকারি জায়গার নেইগলে, ଏହା ତ ସରକାର ସମ୍ପତ୍ତି ନଥିଲା, ଏ ତ ଦିବ୍ୟକ ସମ୍ପତ୍ତି, ସାଧୁସନ୍ଥ ସମ୍ପତ୍ତି। ତାକୁ ନଷ୍ଟ କରିବା ପରେ ତାର ସେ ପୂର୍ଣ୍ଣାଙ୍ଗ କରୁନାହାନ୍ତି। ଏଇଥିପାଇଁ ବାରମ୍ବାର ଆମେ ଜଣାଉଛୁ, MLA କୁ ଡାକିଛୁ, ମନ୍ତ୍ରୀକୁ ଡାକିଛୁ, ପୂର୍ବତନ ବିଧାୟକ ମନ୍ତ୍ରୀ ଯିଏ ଥିଲେ ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଫୁଲ୍ଲ ଘଡ଼ାଇ, ତାଙ୍କୁ ବି ଡାକିଛୁ। ଆଞ୍ଚଳିକ ଭାବରେ ସେମାନେ ବି ଜାଣିଛନ୍ତି, କିନ୍ତୁ ଏଠିକାର ଯେଉଁ ପୌରପାଳିକାର ଚେୟାରମ୍ୟାନ୍ ସିଏ ମଧ୍ୟ ଜାଣିଛନ୍ତି, ସେ ନିଜେ ଆସିକି ପରିକ୍ରମା କରି ଯାଉଛନ୍ତି। କିନ୍ତୁ ଏହାର ସୁରକ୍ଷା କାହିଁକି ହେଉନାହିଁ? ଗୋଟେ ବାଉଣ୍ଡରୀର ଆବଶ୍ୟକତା ରହିଛି, ଜଳାଶୟର ଆବଶ୍ୟକତା ରହିଛି, ତା ସହିତ ମଧ୍ୟ ଉଦ୍ୟାନର ଆବଶ୍ୟକତା ରହିଛି। ଏସବୁ ଜିନିଷ ପାଇଁ ଆମେ ଉଦାସ ମନୋଭାବ କରୁଛନ୍ତି। ଏଇଥିପାଇଁ ଜାଗତିକ କରିବା ପାଇଁ ଆମେ ଏ ବର୍ଷ ଗୋଟେ କାର୍ଯ୍ୟକ୍ରମ ନେଇଛୁ। ଗୋଟେ ସହର ପରିକ୍ରମା ହେବ, ସମସ୍ତଙ୍କୁ ସାମିଲ କରାଯିବ ଏବଂ ଏହାର ପ୍ରତିବାଦ ମଧ୍ୟ ଉଚ୍ଚସ୍ତରୀୟ କମିଟିକୁ ଜଣାଯିବ, ସରକାରଙ୍କୁ ଜଣାଯିବ ଏବଂ ସରକାର ଯେଉଁ ଅଛନ୍ତି ଉପରେ ମଧ୍ୟ ଦିଲ୍ଲୀ ଦରବାରରେ ତାଙ୍କୁ ମଧ୍ୟ ଜଣାଯିବ। ଦରକାର ପଡ଼ିଲେ ମଧ୍ୟ ଆଇନର ଆଶ୍ରୟ ଆମେ ନେବୁ। କାହିଁକି ଏଇ ଯେଉଁ ପର୍ବଟି ଚାଲିଛି ବର୍ତ୍ତମାନ 7 ଦିନ ଧରି ଭାଗବତ ପାରାୟଣ ହେଉଛି, ଏଇଥିରେ ରହିଛନ୍ତି ରଘୁନାଥ ପଣ୍ଡା, ଆମର ବ୍ୟାସ, ତତ୍ସଙ୍ଗେ ମଧ୍ୟ ଆମର ପୂଜକ ଏଇଠି ଚିନ୍ତାମଣି ପାଢ଼ୀ ରହିଛନ୍ତି। ତା ସହିତ ମଧ୍ୟ ତପନ ନାୟକ, ତପନ ଶତପଥୀ ସେ ମଧ୍ୟ ରହିଛନ୍ତି, ଶଙ୍କରଶରଣ ପଣ୍ଡା ରହିଛନ୍ତି। ତତ୍ସଙ୍ଗେ ମଧ୍ୟ ଆମର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସହଯୋଗ କରୁଛନ୍ତି ପାଠ କରିବା ପାଇଁ। କେତେ ଦିନ ଧରି ଚାଲିବ? ଏବଂ ଏ କାର୍ଯ୍ୟକ୍ରମ ଭିତରେ ମଧ୍ୟ ଯେଉଁ ଭଗବତ ଗୀତା ଯଜ୍ଞ ରହିଛି ସଂକ୍ରାନ୍ତି ଦିନ ଅନୁଷ୍ଠିତ ହେବ। ସେଇଥିରେ ପଣ୍ଡିତ ରାସବିହାରୀ ପଣ୍ଡିତ ଦାସ, ରାସବିହାରୀ ଦାସ ଏବଂ ପଣ୍ଡିତ ସୁଦର୍ଶନ ଶତପଥୀ ମଧ୍ୟ ଯୋଗଦାନ କରୁଛନ୍ତି। ବାବା ସୀତାରାମ ଦାସ ମଧ୍ୟ ତାର ପୌରୋହିତ୍ୟ କରୁଛନ୍ତି ଏବଂ କାର୍ଯ୍ୟକ୍ରମରେ ଅନେକ ସାଧୁ ସନ୍ଥ ମଧ୍ୟ ବାହାରୁ ରାଜସ୍ଥାନରୁ ଆସୁଛନ୍ତି, ହରିୟାଣାରୁ ଆସୁଛନ୍ତି। ଗିରି ବିଷ୍ଣୁଗିରି ଯିଏକି ଅଛନ୍ତି ରାଜସ୍ଥାନରେ, ସେ କାଲି ଫୋନ୍ କରିଛନ୍ତି ଆସି ପହଞ୍ଚୁଛନ୍ତି। ଗିରି ଗୋପାଳ ମହାରାଜ ସିଏ ମଧ୍ୟ ରାଜସ୍ଥାନ ଅଛନ୍ତି, ସେ ବି ଫୋନ୍ କରିଛନ୍ତି ଆସୁଛନ୍ତି। ବାହାରୁ ବହୁତ ଲଗା ଲୋକ ହୁଅନ୍ତି, ଆମେ ତାର ଅଗଣିତ ଲୋକ, ତାଙ୍କୁ ବା କ'ଣ ସଂଖ୍ୟା କରିବା। ଆଉ ଲୋକ ତ ଏଠି କେହି ରହନ୍ତି ନାହିଁ, ଯେଉଁମାନେ ଆସନ୍ତି ଉତ୍ସବକୁ ଅନୁଭବ କରନ୍ତି ତାପରେ ଚାଲି ଯାଉଛନ୍ତି। ଏ ପୀଠର ନାଁ ହେଉଛି ଧବଳଗିରି ପବିତ୍ର ଲକ୍ଷ୍ମୀନାରାୟଣଙ୍କର ପୀଠ। ଅନନ୍ତ ଶୟନରେ ପ୍ରଭୁ ଏଠି ବିଗ୍ରହ ସ୍ଥାପନା ହେଇଛି। ତାର ଐତିହ୍ୟ ପାଇଁ ତ 4-5 ଜଣ ସାଧୁ ଏଠି ଚାଲିଗଲେ, ଜୀବନ ତ୍ୟାଗ କଲେ। ପ୍ରଥମ ତ କହିବି ଆଜ୍ଞା ବିଦ୍ୟାଧର, ଆଜ୍ଞା ହଁ, ବିଦ୍ୟାଧର ପଡ଼ିଆ ଚୋରଦାର ଆପଣଙ୍କର ଦଳାର ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି। ତାଙ୍କୁ ଯଦି ଆପଣ ଯାଇକି ପ୍ରଶ୍ନ କରିବେ, ସିଏ କହିପାରିବେ ଏଇ ଯେଉଁ ମୂର୍ତ୍ତି କେମିତି ତିଆରି ହେଲା। ଦୈବିକ ଶକ୍ତି ଭାବରେ ବ୍ରାହ୍ମଣ ଆସିଲା, ସେ କହିଲା ମୋତେ ଅନୁମତି ହେଇଛି, ମୁଁ ପ୍ରଭୁଙ୍କ ବିଗ୍ରହ ତିଆରି କରିବି। ସେ ବିଗ୍ରହ ତିଆରି କଲା, ତାପରେ 1000 ଟଙ୍କା ଦେଇକି ଗଲା, ଲୋକମାନଙ୍କୁ ବାଣ୍ଟି ଦେବ, ମୋର ଏଠୁ ପଇସା ନେବାର ନାହିଁ। ଆଜି ବି ଆମେ ଅନୁଭବ କରୁଛୁ, ମକର 43 ବର୍ଷ ଧରିକି ଆମେ କଲୁ ନାହିଁ। ଏଥିରେ ପାଇଁ କ'ଣ ଚାନ୍ଦା ନାହିଁ, ରସିଦ ନାହିଁ, କାହାକୁ ମାଗିବାରେ ବି ନାହିଁ। ଲୋକ ଶ୍ରଦ୍ଧାପୂର୍ବକ ଆସୁଛନ୍ତି, ଦାନ କରି ଯାଉଛନ୍ତି, ତାଙ୍କ ଦାନକୁ ବିତରଣ କରାଯାଉଛି। ଏ ହେଉଛି କର୍ମ। ଏବଂ 7 ଦିନ ଧରି ଭାଗବତ ପାରାୟଣ ଚାଲିବ। ଜ୍ଞାନ ଯଜ୍ଞ ଅନୁଷ୍ଠିତ ହେବ, ଅନ୍ନ ଯଜ୍ଞ ଅନୁଷ୍ଠିତ ହେବ, ତତ୍ସଙ୍ଗେ ମଧ୍ୟ ଦାନ ଯଜ୍ଞ କିଛି ଆମେ ରଖିଛୁ। ଶେଷ ଦିନ ପାଇଁ ଯେତେବେଳେ ଆମେ ଭଗବତ ଗୀତା ଯଜ୍ଞ କରିବୁ। କ'ଣ କହୁଛି আর ঐতিহ্য কৌছি আর যে পবিত্র পীঠ রয়েছে সারা সমগ্র বিশ্ব পাই রয়েছে, বিশ্বর কল্যাণ পাই রয়েছে। এইটি গুরুদেব বসলে গোটে বাণী কইଥିଲେ, মোর খেয়াল পড়ুছি, জাগরে জাগরে অমর সন্তান নব জাগরণ আজি, অধর্ম নীতি মাড়ি আসিলাଣି, উঠ জড় নিদ্রা তেজি, আসিলাଣି বেଳ পড়িব সংকট, ভাতৃভাব ধর তেজিণ কপট, রহ একাক্ষর ভজিরে ধর্মবীরে আস সাজি, জাগরে জাগরে অমর সন্তান। ମାନବ ତ ମୃତ୍ୟୁରେ ପଡ଼ିବ, କିନ୍ତୁ ସିଏ ପ୍ରଭୁ କହିଲେ ତୁ ଅମର, ଆମେ ସମସ୍ତେ ଅମୃତ ସିଏ ପୁତ୍ରା। ଯାହାର ସାଧନ ଅଛି ସେ ଜାଣିପାରିବ ମୃତ୍ୟୁକୁ ପାର ହେବାର ରାସ୍ତାଟା କ'ଣ ଅଛି। ଇଏ ହେଉଛି ସେଇ ସ୍ଥାନ ଯେଉଁଠି ଆଉ ମୃତ୍ୟୁ ନାହିଁ। ଯମ ଫେରିଯିବ କହ ନା ଆଜ୍ଞା, ସେ ଲୋକ ପାଖେ ମୋର କାମ ନାହିଁ। କାହିଁକି ନା ସେ ବିଷ୍ଣୁ ଦୂତ ହେଇସାରିଛି, ସେ ବିଷ୍ଣୁଙ୍କୁ ଉପାସନା କରୁଛି।
ତେଣୁ ଭଗବାନ ଏଠି ବିଷ୍ଣୁ ବିରାଜିତ ଆମ ଗୋଟେ ଅଛନ୍ତି କଥା ପଚାରିବାର ଅଛି କି ପ୍ରଭୁ ସେଇଟା ବିରାଜିତ ଆମେ କଲେ। ଜାଣିବାକୁ ଚାହୁଁଛୁ। କୌଣସି ବ୍ୟକ୍ତିକୁ ନିର୍ମାଣ କରିନା ସ୍ୱୟଂ ପ୍ରଭୁ ଆଶୀର୍ବାଦ ଦେଇଛନ୍ତି, ସ୍ୱପ୍ନାଦେଶ ଦେଇଛନ୍ତି। ତାଙ୍କ କର୍ମରେ ଭକ୍ତମାନେ ଆସିକି ଏଠି ସବୁ ସଂଯୋଗ ଦେଇକି କାର୍ଯ୍ୟ କରୁଛନ୍ତି। କାହାକୁ କିଏ କହୁନାହିଁ, କିନ୍ତୁ ତାଙ୍କର ଭଗବାନଙ୍କ ପ୍ରତି ଯେଉଁ ନିଷ୍ଠା, କର୍ତ୍ତବ୍ୟ, ତ୍ୟାଗ, ତା ବଳରେ ଏହି ଅନୁଷ୍ଠାନ ଗଢ଼ି ଉଠିଛି। ବ୍ୟାସନଗରରୁ ପ୍ରଜନ କୁମାର ବୋଇତାଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।